କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ସର୍ବପ୍ରଥମେ ଆଜିର ଏହି ପବିତ୍ର ଦିବସରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ତାଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ତା ସହିତ ଆଜିର ଏହି ସତ୍ସଙ୍ଗରେ ଯୋଗ ଦେବା ପାଇଁ ମୋର ସମ୍ମାନୀୟ ରବିନାରାୟଣ ସେଠୀଦା ଆଜି କାଲି ଫୋନ କରିଥିଲେ। ମୋର ପରମ ସୌଭାଗ୍ୟ ଯେ ଆଜି ଭଳି ଏକ ପବିତ୍ର ଦିବସରେ ଆପଣମାନଙ୍କ ଗହଣରେ କିଛି ପରମ ପିତାଙ୍କର କଥା ତୁଳି ଧରିବାର ସୁଯୋଗ ମୋତେ ଦେଇଛନ୍ତି। ଆଜି ହେଉଛି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 138ତମ ଆବିର୍ଭାବ ଦିବସ ବା ଜନ୍ମ ଦିବସ। 14 ସେପ୍ଟେମ୍ବର 1888 ମସିହା ତାଳ ନବମୀ ତିଥିରେ ଠାକୁରଙ୍କର ସେଇ ଜନ୍ମ। ସେ ଜନ୍ମର ରହସ୍ୟ, ସେ ଜନ୍ମ ଏକ ନୂତନ ଯୁଗକୁ ଆରମ୍ଭ ହେଇଥିଲା ସେଦିନ, ଯେଉଁଠି ମଣିଷ ବଞ୍ଚିବା ବଢ଼ିବାର ସମସ୍ତ ରାହା ପାଇଥିଲା। ସେମିତି ଏକ ଯୁଗର ଆରମ୍ଭ ହେଇଥିଲା ସେଦିନ। ଜୀବନର ଅନେକ ମୌଳିକ ପ୍ରଶ୍ନର ଉତ୍ତର ତାହା କେବଳ ଏଇ ଠାକୁରଙ୍କର ଅନେକ ବାଣୀ ଭିତରେ ହିଁ ପରିପ୍ରକାଶ ଲାଭ କରିଥିଲା। ଠାକୁର ବୁଝେଇ ଦେଉଥିଲେ ଜୀବନର ଅନେକ ମୌଳିକ ତତ୍ତ୍ୱକୁ, ତାର ବାସ୍ତବାୟିତ ରୂପକୁ। ଆମେ ଯାହା ଜାଣିଛେ ବା ଜାଣିଥିଲେ ତାହା ତାର ପ୍ରକୃତ ଉକ୍ତି ନଥିଲା। ତାର ପ୍ରକୃତ ଉକ୍ତିକୁ ବୁଝେଇ ଦେଇଥିଲେ ଶ୍ରୀ ଶ୍ରୀ ଠାକୁର। ତେଣୁ ଏଇ 1888 ତାଳ ନବମୀ ତିଥିରେ ଠାକୁରଙ୍କର ଜନ୍ମ। ସେଇ ନବମୀ ତିଥିରେ ଆବିର୍ଭାବ ହେଇଥିଲେ ଏ ଧରାପୃଷ୍ଠରେ ରକ୍ତ ମାଂସ ଶରୀର ଧରି ଯିଏ ଅବତୀର୍ଣ୍ଣ ହେଇଥିଲେ ପ୍ରଥମ ଅବତାର ରାମଚନ୍ଦ୍ର। ଠାକୁର କହୁଥିଲେ ରକ୍ତ ମାଂସ ଧରି ଯଦି କୌଣସି ଅବତାର ଧରାପୃଷ୍ଠରେ ଅବତୀର୍ଣ୍ଣ ହେଇଥିଲେ ତେବେ ସିଏ ହେଉଛନ୍ତି ରାମଚନ୍ଦ୍ର। ଏବଂ ତା ପୂର୍ବରୁ ଯେଉଁ କଥା କୁହାଯାଏ, ଇଏ ସବୁ ହେଉଛି ଗୋଟେ ଗୋଟେ ସୃଷ୍ଟିର ତତ୍ତ୍ୱ। ଦ୍ୟାଟ୍ ଇଜ୍ ଦ ଥିଓରି ଅଫ୍ ଇଭଲ୍ୟୁସନ୍। ତେଣୁ ରାମଚନ୍ଦ୍ରଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଯେତେ ଅବତାର ଆସିଛନ୍ତି, ଠାକୁର ହେଉଛନ୍ତି ଅବତାରୀ। ଅନେକ ଅବତାରଙ୍କୁ ପ୍ରେରଣ କରିଲା ପରେ ନିଜେ ହିଁ ଅବତାର ରୂପରେ ଆସିଛନ୍ତି। ଆମେ 10 ଅବତାରର କଥା ଜାଣୁ। ଯେ ପ୍ରଥମ କରି ମତ୍ସ୍ୟ ଅବତାର, ଯେଉଁ ଅବତାରର ପ୍ରଥମ କରି ଠାକୁର କହୁଥିଲେ ପ୍ରଥମ ପ୍ରୋଟୋପ୍ଲାଜମର ସୃଷ୍ଟି ହେଇଥିଲା। ଏବଂ ସେଇ ପ୍ରୋଟୋପ୍ଲାଜମ ଯେଉଁ ମୌଳିକ ଉପାଦାନ କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ, ଅକ୍ସିଜେନକୁ ନେଇକି ତିଆରି ହେଇଥିଲା, ସେଇଥିରେ ହିଁ ପ୍ରୋଟିନ୍ ତିଆରି ବୋଲି ଠାକୁର କହୁଥିଲେ। ଏବଂ ଯେଉଁ ପ୍ରୋଟୋପ୍ଲାଜମ ତିଆରି ହେଇଥିଲା, ଏବଂ ଠାକୁର ଏଇ ଯେଉଁ ବ୍ରହ୍ମା ବିଷ୍ଣୁ ମହେଶ୍ୱରର କଥାକୁ କହୁଛନ୍ତି, ଦ ବ୍ରହ୍ମା ହେଉଛନ୍ତି ଏକ୍ସପାନସନ୍, ଆଉ ବିଷ୍ଣୁ ହେଉଛନ୍ତି ସାଜିଟେସନ୍, ଆଉ ଶିବ ହେଉଛନ୍ତି ରିପଲସନ୍ ବା କଣ୍ଟ୍ରାକ୍ସନ୍। ଇଏ ଠାକୁରଙ୍କର ଭାବବାଣୀର କଥା। ଏବଂ ଇଏ ହେଉଛି ସୃଷ୍ଟିର ତତ୍ତ୍ୱ। ଏବଂ ଠାକୁରଙ୍କର ଯେତେବେଳେ ମହାସମାଧି ହେଇଥିଲା, ପ୍ରଥମ କରି ଯେତେବେଳେ 72 ଥରର ଭାବ ସମାଧି ହେଇଥିଲା, ଏଇ ଯେତେବେଳେ ଭାବ ସମାଧି ସମୟରେ ଠାକୁରଙ୍କ ଦେଖାଯାଉଥିଲା ଯେ ପାଖାପାଖି ଆଜିକୁ 110 ବର୍ଷ ପୂର୍ବେ ଏ ଭାବ ସମାଧି ହେଉଥିଲା। 1920 ପାଖାପାଖି, 1920 ବା ତା ପୂର୍ବରୁ 1910 ଭିତରେ, ସେଇ ସମୟରେ ଅନେକ ସମୟରେ 72 ଟାଇମ୍ସ ଭାବବାଣୀ ହେଇଥିଲା ଠାକୁରଙ୍କର। ଏଇ ଭାବବାଣୀ ସମୟରେ ଠାକୁରଙ୍କର ଯେଉଁ ରୂପ ଥିଲା, ଠାକୁରଙ୍କ ଶରୀର ଯେମିତି ମାଂସ ନଥିଲା ଏବଂ ତାଙ୍କର ଗୋଡ଼ ଏଇ ଭାବ ସମାଧି ସମୟରେ ଯେତେବେଳେ ସିଏ ପଡ଼ି ଯାଉଥିଲେ ନିର୍ବାକ ଅବସ୍ଥାରେ, ଏବଂ ସେ ନିର୍ବାକ ଅବସ୍ଥାରେ ତାଙ୍କର ନିର୍ଜୀବ ଅବସ୍ଥା, ନା ହୃଦସ୍ପନ୍ଦନ ଥିଲା
ନା ହାର୍ଟବିଟ୍ ଥିଲା, ଏବଂ ଯେଉଁ ଅବସ୍ଥାରେ ମୃତବତ ଅବସ୍ଥାରେ ଯେତେବେଳେ ଠାକୁର ରହୁଥିଲେ ତାଙ୍କ ଶରୀରରେ ହାଡ଼ ନଥିଲା ଭଳି ମଧ୍ୟ ଲାଗେ। ତାଙ୍କ ଶରୀରର ଗତି ଏଭଳି ଭାବରେ ଥିଲା, ମାଂସ ପିଣ୍ଡୁଳା ଭଳି ତରଙ୍ଗାୟିତ ଅବସ୍ଥାରେ ଗତି କରୁଥିଲା ସେ ଶରୀର। ଏବଂ ଆମେ ଯେଉଁ ଦଶାବତାରର କଥା କହୁ, ଠାକୁର ମଧ୍ୟ ସେଇ ଅବସ୍ଥାରେ ତାଙ୍କର ଏଇ ଗୋଡ଼ ଗୁଡ଼ାକ ତାଙ୍କ ଶରୀର ଭିତରକୁ ପଶି ଯାଉଥିଲା। ଠିକ୍ ଏଇ ଯେଉଁ ଦ୍ୱିତୀୟ ଅବତାର କଇଁଛ ଭଳିଆ, ଏବଂ ଠାକୁରଙ୍କର ହାତ ଗୋଡ଼ ଏଭଳି ଭାବରେ ଜାକି ହେଇଯାଉଥିଲା ଯେମିତି ମାଛ ଭଳି ଦେଖାଯାଉଥିଲେ, ଏବଂ ତାହା ଥିଲା ମତ୍ସ୍ୟ ଅବତାର। ତେଣୁ ଠାକୁର ଯେ ଅବତାରୀ, ସେଇଥିରୁ ପରିପ୍ରକାଶ ହୁଏ ତାଙ୍କର ସେଇ ଶରୀର ଯେଉଁ ପରିବର୍ତ୍ତନ ହେଉଥିଲା, ସେଇଥିରୁ ଜଣାପଡ଼ୁଥିଲା ତାଙ୍କର ଯେଉଁ ଭାବ ପ୍ରୟୋଗ। ଏବଂ ଯୋଗାସନ, ଆମେ ଜାଣିଛୁ ଅଷ୍ଟକ ଯୋଗସୂତ୍ରର କଥା, ଏ ଯେଉଁ ଯୋଗ କରାଯାଏ, ବିଭିନ୍ନ ପ୍ରକାର ଯୋଗ, ମୁଣ୍ଡକା ଆସନ, ମର୍କଟ ଆସନ, ଏମିତି ସବୁ ବିଭିନ୍ନ ପ୍ରକାର ଆସନ ଅଛି। ଯେଉଁ ଆସନ ଠାକୁର ସ୍ଥୂଳ ଭାବରେ କେବେ କରନ୍ତିନି, এই ଭାବବାଣୀ ଅବସ୍ଥାରେ ଠାକୁର ଅନେକ ଆସନ କରୁଥିଲେ, ଏବଂ ସେଇ ଆସନ ଅନେକ ଜିନିଷକୁ ଇଙ୍ଗିତ କରୁଥିଲା ଶରୀର। ତେଣୁ ଠାକୁରଙ୍କର ସେଇ ଅବସ୍ଥା ଦେଇକି ଠାକୁର ଯେତେବେଳେ ଗତି କରୁଥିଲେ, ତାଙ୍କ ମୁଖରୁ ଅନେକ ଅମୃତର ବାଣୀ ବାହାରି ଆସୁଥିଲା, ଏବଂ ଅନେକ ବାଣୀ ଭିତରେ ଅନେକ ଲୋକଙ୍କର ସେ ମାନସିକ ଚେତନା ମଧ୍ୟ ଭରି ରହିଥିଲା। ଏବଂ ଇଏ ଥିଲେ ଶ୍ରୀ ଠାକୁର। ଠାକୁରଙ୍କର ଏଇ ଯେଉଁ ଦଶାବତାରର କଥା ଠାକୁର କହୁଥିଲେ, এই ସୃଷ୍ଟିର ତତ୍ତ୍ୱ କଥା ଯେତେବେଳେ କହୁଥିଲେ, ଯାହା ଠାକୁର କହୁଥିଲେ ଯେ এই ସତ୍ୟ ଯୁଗରେ ଯେଉଁ ଦେବାଦେବୀଙ୍କର ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ କଥା କୁହାଯାଏ, ଇଏ ହେଉଛି ଗୋଟେ ଗୋଟେ ସୃଷ୍ଟିର ତତ୍ତ୍ୱ। এই ଯେଉଁ ସୃଷ୍ଟିର ତତ୍ତ୍ୱ, ଦ ଥିଓରି ଅଫ୍ ଇଭଲ୍ୟୁସନ୍, ଯାହା କହୁଥିଲେ ଶ୍ରୀ ଠାକୁର, এই ଥିଓରି ଅଫ୍ ଇଭଲ୍ୟୁସନ୍, এই ସୃଷ୍ଟି ତତ୍ତ୍ୱର କଥା ଠାକୁର କହୁଥିଲେ, তখন আলোক ছিল না, মানে সেତେବେଳେ আলোক নଥିଲା, ଅନ୍ଧକାର ছিল না, ସୌରଜଗତ ଉଦ୍ଭବ ହୋଇନାହିଁ, ସୌରଜଗତ ମଧ୍ୟ ଉଦ୍ଭବ ହେଇନଥିଲା। তিনি একা ছিলেন, ମାନେ ସେଇ ପରମ ପିତା ପରମ ପୁରୁଷ ଏକା ହିଁ ଥିଲେ। ଇଚ୍ଛା ହେଲା ସୃଷ୍ଟି করতে, ଆଉ সব সৃষ্টি হলো। তিনি ছিলেন और আমি ছিলাম। ସିଏ ଥିଲେ ଆଉ ମୁଁ ଥିଲି। ଇଏ ହେଉଛି ଠାକୁରଙ୍କର ଭାବବାଣୀର କଥା। ଠାକୁର ପୁଣି କହୁଛନ୍ତି, ଆମେ ହିଁ ତିମି, ଆମେ ହିଁ ତିମି, ଆମେ ହିଁ ତିମି। ସିଏ ହେଉଛନ୍ତି ଆଉ କେହି ନୁହଁ, ସିଏ ହେଉଛନ୍ତି ମୁଁ। এই ଯେଉଁ ଭାବବାଣୀର ଅବସ୍ଥାକୁ ଆମେ ଯଦି ଦେଖୁ, ସେତେବେଳେ ଯିଏ ମୃତବତ ଅବସ୍ଥାରେ ତାଙ୍କ ମୁଖରୁ ଯେଉଁ ବାଣୀ ବାହାରୁଥିଲା, ସେ ତାଙ୍କର ବାଣୀ ନଥିଲା। ଏ ବାଣୀ ସବୁ ଅମୃତର ବାଣୀ, ପରମପିତାଙ୍କର କଥା ତାଙ୍କ ମୁଖ ଦେଇ ପରିପ୍ରକାଶ ଲାଭ କରୁଥିଲା। କାରଣ ତାଙ୍କୁ ଅନେକ ପରୀକ୍ଷା କରାଯାଇଥିଲା। ସେ ପରୀକ୍ଷା ମାଧ୍ୟମରେ ତାଙ୍କୁ ଜଳନ୍ତା କୋଇଲା ତାଙ୍କ ହାତ ଉପରେ ରଖାହେଉଥିଲା, କଣ୍ଟା ଫୁଟା ହେଉଥିଲା, ଚିମଟା ହେଉଥିଲା, କିଛି ପରିବର୍ତ୍ତନ ନଥିଲା, କାରଣ ତାଙ୍କ ଶରୀରରେ ସ୍ପନ୍ଦନ ହିଁ ନଥିଲା। ତେଣୁ ଠାକୁର ଯାହା କହୁଥିଲେ, ଯେତେବେଳେ ସୃଷ୍ଟିର ଆରମ୍ଭରେ ଈଶ୍ୱର ପରମପିତା ଏକମାତ୍ର ଥିଲେ, এই ମହାଶୂନ୍ୟ ଥିଲା, এই ମହାଶୂନ୍ୟ ଭିତରେ ସୃଷ୍ଟି ହେଇଥିଲା ମାନେ ବିଶ୍ୱ ବ୍ରହ୍ମାଣ୍ଡ। সেই ବିଶ୍ୱ ବ୍ରହ୍ମାଣ୍ଡରେ ନା ଆଲୋକ ଥିଲା, ନା ଅନ୍ଧକାର ଥିଲା, ନା ସୌରଜଗତ ଥିଲା, ନା ଏ ଗ୍ରହପୁଞ୍ଜ କିଛି ଥିଲା। ତାରି ଭିତରେ କେବଳ ପରମପିତା ଥିଲେ, ଆଉ ଠାକୁର କହୁଥିଲେ ମୁଁ ଥିଲି ତାଙ୍କ ସହିତ। ଆଉ ତାଙ୍କର ଇଚ୍ଛା ହେଲା ସୃଷ୍ଟି କରିବା ପାଇଁ, ଆଉ ସବୁ କିଛି ସୃଷ୍ଟି ହେଇଗଲା। ଆଉ ଏ ସୃଷ୍ଟିର ଆଦି ହିଁ ଶ୍ରୀ ଠାକୁର। ସେଥିପାଇଁ ଠାକୁର କହୁଛନ୍ତି, ଆମେ ହିଁ ତିମି, ଆମେ ହିଁ ତିମି, ଆମେ ହିଁ ତିମି, ମୁଁ ହିଁ ସିଏ, ଆଉ ମୁଁ ହିଁ ସିଏ, ମୁଁ ହିଁ ସିଏ। ପୁଣି ଠାକୁର କହୁଛନ୍ତି, ଏ ଓଙ୍କାର ହିଁ ମୁଁ ହିଁ ଓଙ୍କାର। এই যে ଓଙ୍କାର ଶବ୍ଦ, ଯେଉଁ ଶବ୍ଦ ପ୍ରଥମ କରି ସୃଷ୍ଟି ହେଇଥିଲା,
ଏ ଓଙ୍କାର ଶବ୍ଦ ଠାକୁର ସୃଷ୍ଟିର ତତ୍ତ୍ୱ କହିଲା ବେଳେ ଠାକୁର କହୁଥିଲେ ଯେ ପ୍ରଥମ କରି ଏକ ବିଶେଷ ଶବ୍ଦ ସୃଷ୍ଟି ହେଇଥିଲା। ତେଣୁ ଏଇ ଯୋଉ ଶବ୍ଦ ସୃଷ୍ଟି ହେଇଥିଲା ସେଇ ଶବ୍ଦ ହଉଛି ଓଙ୍କାର। ଠାକୁର ଭାବବାଣୀରେ ଗୋଟେ ଜାଗାରେ କହୁଛନ୍ତି ଏ ଓଙ୍କାର ହିଁ ହଉଛି ମୁଁ, ଆମେ ହିଁ ଓଙ୍କାର। ଏ ଓಂ ହଉଛି ମୁଁ, ଯୋଉ ଓଙ୍କାରରୁ ଏ ସବୁ କିଛି ସୃଷ୍ଟି ହେଇଛି। ଯାହା ଠାକୁର କହୁଥିଲେ ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ। ଏ ଜିଅନ୍ତା ପୃଥିବୀଟା ହଉଛି ଶବ୍ଦର ଘନାୟିତ ରୂପ। ତେଣୁ ଏଇ ଯୋଉ ଜିଅନ୍ତା ପୃଥିବୀଟା ଶବ୍ଦର ଘନାୟିତ ରୂପ, ତ ଆମେ ସମସ୍ତେ ହଉଛୁ ଶବ୍ଦରୁ ହିଁ ସୃଷ୍ଟି। ଦ କଲ୍ ଅଫ୍ ୟୋର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ମୁଁ ହଉଛି ଶବ୍ଦ। କଲ୍ ଅଫ୍ ୟୋର ସାଉଣ୍ଡ ରିଚେସ୍ ଟୁ ମି ବିକଜ ଆଇ ଆମ୍ ଦ ସାଉଣ୍ଡ। ମୁଁ ହଉଛି ସେଇ ଶବ୍ଦର ଘନାୟିତ ରୂପ। ତେଣୁ ଏଇ ଯୋଉ ଶବ୍ଦରୁ ସବୁ କିଛି ସୃଷ୍ଟି ହେଇଛି, ଯାହା ଆମେ ଦେଖୁଛୁ ଏ ସବୁ କିଛି ଶବ୍ଦରୁ ସୃଷ୍ଟି। ତେଣୁ ଏଇ ଶବ୍ଦ ଆଦି ଶବ୍ଦ, ଏଇ ଶବ୍ଦକୁ ସୃଷ୍ଟି କରିବା ପାଇଁ, ଯେମିତି ମୁଁ କଥା କହୁଛି ଏକ ଶବ୍ଦ ଉଚ୍ଚାରଣ କରୁଛି, ତାକୁ ସୃଷ୍ଟି କରିବା ପାଇଁ ଏକ ସ୍ପନ୍ଦନର ଆବଶ୍ୟକ ପଡୁଛି। ସେଇ ସ୍ପନ୍ଦନ ମୋ ପାଟି ଦ୍ୱାରା ମୁଁ ତିଆରି କରୁଛି। ତେଣୁ ସ୍ପନ୍ଦନ ନଥିଲେ, ଭାଇବ୍ରେସନ ନଥିଲେ ଶବ୍ଦ ସୃଷ୍ଟି ହେଇନଥାନ୍ତା। ତେଣୁ ସେଇ ଯୋଉ ଆଦି ସ୍ପନ୍ଦନ, ସେଇ ସ୍ପନ୍ଦନକୁ ନେଇକି ଠାକୁର ନାମ ଦେଇଛନ୍ତି। ଠାକୁର ହଉଛନ୍ତି ଇଷ୍ଟ ଗୁରୁ, ଠାକୁର ହଉଛନ୍ତି ସତଗୁରୁ। ଠାକୁର ସେଥିପାଇଁ କହୁଥିଲେ ଯେ ସଦ୍ଗୁରୁଙ୍କୁ ଗ୍ରହଣ କର, ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ। ମୁଁ ନିଶ୍ଚୟ କରି କହୁଛି ତୁମର ଉନ୍ନୟନ ପାଇଁ ଚିନ୍ତା କରିବା ପାଇଁ ପଡିବ ନାହିଁ। ପୁଣି ଠାକୁର ସେଇ କଥା ବାରମ୍ବାର କହୁଥିଲେ ଯେ ଯାହା ସବୁ କିଛି ପାଇ ହବେ, ଧର୍ମ ଅର୍ଥ କାମ ମୋକ୍ଷ ସବୁ କିଛି ପାଇ ହବେ। ଏବଂ ଏଇ ଯୋଉ ଠାକୁର ତାଙ୍କୁ ଭଲ ପାଇବା ଭିତରେ ସବୁ କିଛି ତାଙ୍କରି ଭିତରେ ଦେଇକି ସବୁ କିଛି ପାଇ ହେବାର କଥା ଠାକୁର କହୁଥିଲେ। ଏବଂ ସେଥିପାଇଁ ଠାକୁର ବାରମ୍ବାର ତାଙ୍କ ଭାବବାଣୀରେ କହୁଥିଲେ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ମୁଁ ତୁମର ସମସ୍ତ ପାପକୁ ଧୋଇଦେବି, ମୁଁ ତୁମର ସମସ୍ତ ପାପକୁ ଧୋଇଦେବି ଏବଂ ସମସ୍ତ ପାପକୁ ଧୋଇଦେବି। ସେଥିପାଇଁ ତୁମେ ଠାକୁର ନିଜେ କହୁଥିଲେ ତୁମେ ମୋତେ ପରମ ପିତା ଭାବି ମୋରି ପାଖକୁ ଆସିଯାଅ, ମୋରି ଚରଣକୁ ଆସିଯାଅ। ମୁଁ ସମସ୍ତ ଦୁଃଖ ଯାତନା ତମର ସବୁ କିଛି ଧୋଇଦେବି। ତୁମେ ଖ୍ରୀଷ୍ଟିଆନ ହେଇଥା, ତୁମେ ମୁସଲିମ ହେଇଥା, ତୁମେ ବୌଦ୍ଧ ହେଇଥା, ତୁମେ ଚୈତନ୍ୟ ହେଇଥା, ଯେକୌଣସି ଧର୍ମର ହେଇଥା, ତୁମେ ନରହତ୍ୟା କରିଥାଅ, ତୁମେ ଗୋହତ୍ୟା କରିଥାଅ, ତୁମେ ନାରୀ ହତ୍ୟା କରିଥାଅ, ଏବଂ ତୁମେ ସବୁ ପାପକୁ ମୁଁ ଧୋଇଦେବି, ମୋରି ଚରଣକୁ ତୁମେ ଆସିଯାଅ। ସେଥିପାଇଁ ଠାକୁର ବାରମ୍ବାର ବାରମ୍ବାର ସେଇ କଥା ରିପିଟ୍ କରୁଥିଲେ, ମୁଁ ହଉଛି ପରମାତ୍ମା। ଏବଂ ଠାକୁର ସେଇ କଥା ସେଥିପାଇଁ ବାରମ୍ବାର ଠାକୁର କହୁଥିଲେ ମାନେ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ମୁଁ ତୁମର ସମସ୍ତ ପାପକୁ ଧୋଇଦେବି। ଆଜି ପରମପିତା ଆସିଛନ୍ତି ଧରାପୃଷ୍ଠରେ ଏବଂ ଧରାପୃଷ୍ଠରେ ଠାକୁରଙ୍କର ଏଇ ଯୋଉ ଆବିର୍ଭାବ, ସୃଷ୍ଟିର ତତ୍ତ୍ୱକୁ ଠାକୁର କହିବା ପାଇଁ ଯାଇ କହୁଥିଲେ ପ୍ରଥମ କରି ଯୋଉ ସ୍ପନ୍ଦନ ସୃଷ୍ଟି ହେଇଥିଲା, ଏଇ ସ୍ପନ୍ଦନ ଆଜି ମଧ୍ୟ ରହିଛି। ଏବଂ ସେଇ ସ୍ପନ୍ଦନକୁ ନିଜ ଶରୀର ଭିତରେ ଧରି ରଖିବା ପାଇଁ ଠାକୁର ଏଇ ନାମ ଦେଇଛନ୍ତି। ଏ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି ଏବଂ ଏଇ ନାମ ହଉଛି ଏକ ଆଦି ସ୍ପନ୍ଦନ। ମଣିଷ ପ୍ରତ୍ୟେକ ଜୀବସତ୍ତାକୁ ଏ ଆଦି ସ୍ପନ୍ଦନ ସହିତ ଯୋଡ଼ି ଦେବା ପାଇଁ ଠାକୁର ଏଇ ନାମ ଦେଇଛନ୍ତି। ଏ ନାମ ମଣିଷର ସ୍ମୃତିବାହୀ ଚେତନା ଶକ୍ତିକୁ ଜାଗ୍ରତ କରିବାକୁ ସାହାଯ୍ୟ କରେ। ତେଣୁ ମଣିଷର ଏଇ ଯୋଉ ସ୍ମୃତିବାହୀ ଚେତନା, ଠାକୁରଙ୍କର ଯୋଉ ଲୋଗ ଅଛି, ଯୋଉ ସ୍ଲୋଗାନ ଅଛି, ସେ ସ୍ଲୋଗାନ ଧିରେ ଲେଖା ଅଛି ଦଦାତୁ ଜୀବନମ୍ ବୃଦ୍ଧି ନିରନ୍ତରମ୍ ସ୍ମୃତିଚିତ ଜ୍ୟୋତେ। ତେଣୁ ଦଦାତୁ ଜୀବନମ୍ ବୃଦ୍ଧି, ଏ ଜୀବନକୁ ଜୀବନର ବୃଦ୍ଧି ପାଇଁ ଦଦାତୁ, ମୋତେ ଏ ଜୀବନ ବୃଦ୍ଧି ପାଇଁ ମୋତେ ଆଶୀର୍ବାଦ ଦିଅ। ଦଦାତୁ ଜୀବନମ୍ ବୃଦ୍ଧି ନିରନ୍ତରମ୍ ସ୍ମୃତିଚିତ ଜ୍ୟୋତେ। ମୋର ସ୍ମୃତିବାହୀ ଚେତନା ଶକ୍ତିକୁ ନିରନ୍ତର ଜାଗ୍ରତ କରିକି ଯୁକ୍ତ କରିକି ରଖ ଏବଂ ମୋର ଜୀବନ ବୃଦ୍ଧି ପାଇଁ ମୋତେ ଆଶୀର୍ବାଦ ଦିଅ। ତାହା ହିଁ ଥିଲା ଠାକୁରଙ୍କର ସେଇ ସେ ଯୋଉ ମାନେ ସ୍ଲୋଗାନ ଭିତରେ ଯୋଉ ବାଣୀ ଅଛି। ଏବଂ ଠାକୁରଙ୍କର ଏଇ ଯୋଉ ସୃଷ୍ଟିର ତତ୍ତ୍ୱ କହିଲା ବେଳେ ଠାକୁର କହୁଥିଲେ
ଏଇ ଯୋଉ ପ୍ରଥମ କରି ଯେତେବେଳେ ଶବ୍ଦ ସୃଷ୍ଟି ହେଇଥିଲା, ଏଇ ଶବ୍ଦ ପରସ୍ପର ସହିତ ଘର୍ଷଣ ଫଳରେ ଏକ ବିଶେଷ ପ୍ରକାର ଶକ୍ତି ସୃଷ୍ଟି ହେଲା ଏବଂ ଏଇ ଯୋଉ ଶକ୍ତି ସୃଷ୍ଟି ହେଲା, ଏଇ ଯୋଉ ଏନର୍ଜି ସୃଷ୍ଟି ହେଲା, ସେଇ ଏନର୍ଜି ଭିତରୁ ମ୍ୟାଟର ଆରମ୍ଭ ହେଲା, ଯୋଉଟା ଆଲବର୍ଟ ଆଇନଷ୍ଟାଇନ ପରମୂର୍ତ୍ତିରେ ପରୀକ୍ଷା କରିକି ଦେଖିଥିଲେ ଇଜ୍ ଇକ୍ୱାଲ ଟୁ ଏମସି ସ୍କୋୟାର। ଡକ୍ଟର ଟେସ୍ଲା କହୁଥିଲେ ତ if you want to know the secret of this universe you have to know the vibration। ଠାକୁର କହୁଥିଲେ ସବୁ କିଛି ହଉଛି ଭାଇବ୍ରେସନ ତିଆରି। ୟୋର ଥଟ୍ ଇଜ ଦ ଭାଇବ୍ରେସନ ଏବଂ ଏ ସବୁ କିଛି ଭାଇବ୍ରେସନରୁ ତିଆରି। ଆଣ୍ଡ ୟୋର ଥଟ୍ ଇଜ ଦ ଭାଇବ୍ରେସନ। ସେଥିପାଇଁ ଠାକୁର କହୁଥିଲେ ଏଭ୍ରି ହ୍ୟୁମାନ ବିଙ୍ଗ ଇଜ ଇମିଟିଂ ଆଣ୍ଡ ଆବଜର୍ଭିଂ ରେଡିଓ ଫ୍ରିକ୍ୱେନ୍ସି ସେଣ୍ଟର। ପ୍ରତ୍ୟେକ ମଣିଷ ହଉଛି ଇମିଟିଂ ଆଣ୍ଡ ଆବଜର୍ଭିଂ ରେଡିଓ ଫ୍ରିକ୍ୱେନ୍ସି ସେଣ୍ଟର। ସମସ୍ତେ ଆମେ ବିକିରଣ କରୁ, ସମସ୍ତେ ଆମଙ୍କର ଏଇ ଥଟ୍ ଦ୍ୱାରା, ଆମ ମନ ଭିତରେ ଯୋଉ ଥଟ୍ସ ଅଛି ସେ ଥଟ୍ସଟା ହିଁ ଭାଇବ୍ରେସନ। ସେ ଭାଇବ୍ରେସନ ହିଁ ଆମ ମନ ଭିତରୁ ଯୋଉ ତୋରଣ ସୃଷ୍ଟି କରେ, ସେଇ ଯୋଉ ତୋରଣ ସୃଷ୍ଟି କରେ ବା ଯୋଉ ତରଙ୍ଗ ସୃଷ୍ଟି କରେ, ତାହା ହିଁ ଆମର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରେ। ତେଣୁ ବ୍ୟକ୍ତିତ୍ୱକୁ ସୁନ୍ଦର କରି ତୋଳିବା ପାଇଁ, ଯାହା ଠାକୁର ଭାବାଣୀରେ କହୁଥିଲେ ଆମେ ଶୁଦ୍ଧ ଆତ୍ମା ଚାই। ତେଣୁ ଏଇ ଶୁଦ୍ଧ ଆତ୍ମା ଚାই। ତେଣୁ ଆତ୍ମାକୁ ଶୁଦ୍ଧ କରିକି ରଖିବା ପାଇଁ, ଆତ୍ମା ଅସତ୍ ନିରୋଧୀ ସତ୍ୟ ହିଁ। ଏ ଆତ୍ମା କେବେ ଅସତକୁ ଗ୍ରହଣ କରିପାରେନି, ସେ ଅସତକୁ ବାରମ୍ବାର ନିରୋଧ କରେ। କିନ୍ତୁ ଏଇ ଯୋଉ ପଞ୍ଚଭୂତର ଶରୀର, ଏ ଶାରୀରିକ ସୁଖ ଆନନ୍ଦ ପାଇଁ ଆମେ ଅନେକ ଭାବରେ ଆମେ এই ପଞ୍ଚଭୂତର ଶରୀର ଭିତରେ ଆମେ ଅନେକ ଦୁଃଖ ଯାତନା ପାଉ। এই ପଞ୍ଚଭୂତର ଶରୀର ଭିତରେ ଆମେ ମୋହ ମାୟା ଭିତରେ ଆସକ୍ତିରେ ବାନ୍ଧି ହେଇ ପଡୁ ଏବଂ ସେ ଆସକ୍ତିରୁ ଆମେ ନିବୃତ୍ତ ହେଇପାରୁନା। ସେ ଆସକ୍ତି ହିଁ ଆମକୁ ଦୁଃଖ ଆଣିକି ଦିଏ ଏବଂ ସେ ଦୁଃଖର ନିରାକରଣ ପାଇଁ ଠାକୁର ହିଁ ଏଇ ଧରା ପୃଷ୍ଠରେ ଅବତରଣ କରିଛନ୍ତି। ତେଣୁ ଠାକୁରଙ୍କର ଯୋଉ ପୂର୍ବ ଅବତାର ରାମକୃଷ୍ଣ ପରମହଂସଙ୍କର କଥା, ତ ରାମକୃଷ୍ଣ ପରମହଂସ ଦିନେ ଗୋଟେ ଗଛକୁ ଯାଇକି ବହୁତ ଜୋରେ କୁଣ୍ଡେଇ ପକେଇଥିଲେ, ବହୁତ ଜୋରେ ଜାବଡି ଧରିଥିଲେ, ଗଛ ମତେ ଛାଡିଦେ, ଗଛ ମତେ ଛାଡିଦେ, ଗଛ ମତେ ଛାଡିଦେ ବୋଲିକି ଚିତ୍କାର କରୁଥିଲେ। ଭକ୍ତମାନେ ଆଶ୍ଚର୍ଯ୍ୟ ହେଲେ, କହିଲେ ଠାକୁର କଣ ପାଗଳ ହେଇଗଲେ କି କଣ, ଗଛକୁ ନିଜେ ଜାବୁଡିକି ଧରିଛନ୍ତି, ଆପଣ କହୁଛନ୍ତି ଗଛ ଛାଡୁନି, ଗଛ ଛାଡୁନି, ମୁଁ ଗଛ ଛାଡିକି ଯାଇପାରୁନି, ମୁଁ ଗଛ ଛାଡିକି ଯାଇପାରୁନି। ସେଠୁ ତାପରେ ରାମକୃଷ୍ଣ ପରମହଂସ ଗଛକୁ ଛାଡି ଦେଇଥିଲେ, କହିଲେ ଏଇ ହଉଛି ଆମର ଜୀବନର ତତ୍ତ୍ୱ। ବାସ୍ତବିକ ଗଛ ମତେ ଧରି ରଖିନି, ମୁଁ କିନ୍ତୁ ଗଛକୁ ଦାବୁଡ଼ି ଧରିକି ମୁଁ କହୁଛି ଗଛ ମତେ ଛାଡୁନି ଏବଂ ଗଛ ଠାରୁ ମୁଁ ଦୂରକୁ ଯାଇପାରୁନି। ବାସ୍ତବିକ ମତେ ଗଛ ଧରିନି, ମୁଁ କିନ୍ତୁ ଗଛକୁ ଧରିଛି। ତାର ମୂଳ ତତ୍ତ୍ୱ ହଉଛି ଏଇ ଯୋଉ ମିଛ ମାୟାର ସଂସାର ଭିତରେ, ଏ ସଂସାର ମତେ ଧରିକି ରଖିନି, ମୁଁ କିନ୍ତୁ ସଂସାରକୁ ଧରିକି ରଖିଛି। ଏଇ ମୋହମାୟାର ବନ୍ଧନରୁ, ଏଇ ବନ୍ଧନ ଭିତରେ ମୁଁ ନିଜେ ହିଁ ବାନ୍ଧି ହେଇକି ଅଛି ଏବଂ ଏଇ ବନ୍ଧନ ଭିତରୁ ମୁଁ ନିଜକୁ ମୁକ୍ତି ଦେଇ ପାରୁନି, କାରଣ ଏଇ ବନ୍ଧନ ଭିତରେ ମୁଁ ନିଜେ ବନ୍ଧା ହେଇକି ଅଛି। ତ ନିଜେ ଯେହେତୁ ବନ୍ଧା ହେଇକି ଅଛି, ସେଥିପାଇଁ ମୁଁ ମୁକ୍ତି ପାଇପାରୁନାହିଁ। ତେଣୁ ଏଇ ମୁକ୍ତିର ପଥ ହଉଛି, ଏଇ ବନ୍ଧନରୁ ମୁକ୍ତି ହବାର ପାଇଁ ହେଲେ, ତେଣୁ ଏଇ ବନ୍ଧନରୁ ମୁକ୍ତି ହବାର ପଥ ହଉଛି ଜୀବନକୁ ବୁଝିବା ଏବଂ ଜୀବନର ମୂଳ ତତ୍ତ୍ୱକୁ ବୁଝିବା ଏବଂ ନାମ ଅଭେଦ୍ୟ, ତାହାକୁ ସେଇ କଥା ମଧ୍ୟ ବୁଝିବା। ଆଜିର ଯୋଉ ସମାଜ ଭିତରେ ଅନେକ ଗୁରୁ ଦେଖାଯାଆନ୍ତି, ଅନେକ ଗୁରୁ ଦେଖାଯାଆନ୍ତି, ଅନେକ ଦୀକ୍ଷା ଦିଅନ୍ତି, ଅନେକ ମନ୍ତ୍ର ଦିଅନ୍ତି, କିନ୍ତୁ କି ମନ୍ତ୍ରର ସିଦ୍ଧତା କାହାରି ପାଖରେ ନାହିଁ। ତାର ମୂଳ କଥା ହଉଛି ବିଶେଷତଃ ଦି ପ୍ରକାର ଗୁରୁ ଥାନ୍ତି। ଗୋଟେ ହଉଛନ୍ତି ଇଷ୍ଟ ଗୁରୁ, ଆଉ ଜଣେ ହଉଛନ୍ତି ସିଦ୍ଧ ଗୁରୁ। ଇଷ୍ଟ ଗୁରୁଙ୍କୁ ସଦ୍ଗୁରୁ ମଧ୍ୟ କୁହାଯାଏ। ଠାକୁର ଭାବବାଣୀରେ ଅନେକ ଜାଗାରେ ସଦ୍ଗୁରୁ ମଧ୍ୟ କହିଛନ୍ତି। ତେଣୁ ଯୋଉ ଦୁଇ ପ୍ରକାର ଗୁରୁର କଥା ଉଠେ, ଠାକୁର କହୁଛନ୍ତି ମାନେ ଇଷ୍ଟ ଗୁରୁ ମାନେ ଇଷ୍ଟ ଯିଏ ଗୁରୁ ସିଏ, ଇଷ୍ଟ ହଉଛନ୍ତି ମଙ୍ଗଳ, ଇଷ୍ଟ ବୃତ୍ତି ହଉଛି ମଙ୍ଗଳର ବୃତ୍ତି, ଇଷ୍ଟ କର୍ମ ହଉଛି ମଙ୍ଗଳର କର୍ମ, ଇଷ୍ଟ ସେବା ହଉଛି ମଙ୍ଗଳର ସେବା। ତେଣୁ ଏ ସବୁ କିଛି ହଉଛି ମଙ୍ଗଳ। ତେଣୁ ଇଷ୍ଟ ଯିଏ ଗୁରୁ ସିଏ ଇଷ୍ଟ ଗୁରୁ। ସେଥିପାଇଁ ଠାକୁରଙ୍କର ସେଇ ବାଣୀ, ଇଷ୍ଟ ଗୁରୁ ଜନ୍ମ ସିଦ୍ଧ, ଇଷ୍ଟ ଗୁରୁ ଜନ୍ମ ସିଦ୍ଧ, ମନ୍ତ୍ର ପ୍ରତୀକ ତିନି,
ଇଷ୍ଟଗୁରୁ ଜନ୍ମ ସିଦ୍ଧ ମନ୍ତ୍ର ପ୍ରତୀକ ତିନି, ସିଦ୍ଧ ଗୁରୁ ତାକାଇ ବୋଲେ ମନ୍ତ୍ର ପ୍ରତୀକ ଜିନି। ଯିଏ ମନ୍ତ୍ରର ପ୍ରତୀକ, ଯିଏ ମନ୍ତ୍ରର ପ୍ରତୀକ ସିଏ ହଉଛନ୍ତି ଇଷ୍ଟଗୁରୁ। ଆଉ ସିଦ୍ଧଗୁରୁ ତାକାଇ ବୋଲେ ସାଧନା ସିଦ୍ଧ ଜିନି, ଯିଏ ସାଧନାରେ ସିଦ୍ଧି ଲାଭ କରିଛନ୍ତି। ସାଧନା କରିକି ଅନେକ ଲୋକ ସିଦ୍ଧି ଲାଭ କରିପାରନ୍ତି। ଏ ସାଧନା କରିକି ଅନେକ ଗୁରୁ ହେଇଯାଆନ୍ତି। ପଣ୍ଡିତ ରବିଶଙ୍କର କୁହନ୍ତୁ, ରାମଦେବ ବାବା କୁହନ୍ତୁ, କି ପ୍ରଜାପିତା ବ୍ରହ୍ମକୁମାରୀଙ୍କର ଶିବ ବାବା ମଧ୍ୟ କୁହନ୍ତୁ, ସେ ସାଧନା କରିକି ସିଦ୍ଧି ଲାଭ କରିଛନ୍ତି। ସାଇବାବା କୁହନ୍ତୁ, ସାଇବାବାଙ୍କ ମହାରାଷ୍ଟ୍ରର ଯୋଉ ତାଙ୍କର ଯୋଉ ଆଶ୍ରମ ଅଛି, ଶିରିଡି ସାଇଙ୍କ ଆଶ୍ରମ ଏବେ ଯାଇଥିଲେ ନିକଟରେ, ସେଠି ଲେଖା ହେଇଛି ଯେ ସାଇବାବା ସିଦ୍ଧ ଗୁରୁ। କାହିଁକି? ସେ ସିଦ୍ଧି କରିକି, ସାଧନା କରିକି ସେ ସିଦ୍ଧ ଲାଭ କରିଛନ୍ତି। ତେଣୁ ଠାକୁର ସେ ଭାବବାଣୀରେ ମଧ୍ୟ କହୁଥିଲେ ଏଇ କୀର୍ତ୍ତନ ହଉଛି ମୂଳ ସାଧନା। ଯେମିତି ସେ ଦାଦା କୀର୍ତ୍ତନ କରୁଥିଲେ, ଏଇ କୀର୍ତ୍ତନ ଦେଇକି ହିଁ ସାଧନା ଲାଭ ହୁଏ। ଯୋଉ ମାନେ ଶିବଙ୍କର ଆ ଯୋଉ ସ୍ରୋତ, ଯୋଉ ଶିବଙ୍କର ଯୋଉ ସ୍ରୋତ ଅଛି, ଏଇ ଯୋଉ ସ୍ରୋତ ମାନେ ଯଦି ମଣିଷ ଯଦି ଗାନ କରେ, ତାର ତାଣ୍ଡବ, ଶିବ ତାଣ୍ଡବ ସ୍ରୋତ ଯୋଉ ଯଦି ମଣିଷ ଗାନ କରେ, ତାର ଶ୍ୱାସ ରୋଗ ମଧ୍ୟ ନିରାକରଣ ହେଇଯାଇପାରେ। ଏଇ ନାରୀର ନୀତିରେ ଠାକୁର କହୁଛନ୍ତି, ଏଇ ଯୋଉ ଭଜନ ଆମେ ଗାଉଛୁ, ତାହା ହଉଛି ଏକ ପ୍ରାଣାୟାମ ପ୍ରକ୍ରିୟା। ଏଇ ଯୋଉ କୀର୍ତ୍ତନ କରୁଛୁ, ଏଇଟା ହଉଛି ଚିତ୍ତ ଉନ୍ମାଦନାକାରୀ ଏକ୍ସରସାଇଜ ବା ବ୍ୟାୟାମ। ତେଣୁ ଏଇ ଯୋଉ କୀର୍ତ୍ତନୀୟ ପରମ୍ପରା ମଧ୍ୟ ଠାକୁର ସୃଷ୍ଟି କରିଥିଲେ, ଯାହା ନିତାଇ ଚୈତନ୍ୟଙ୍କର ଥିଲା। ନିତାଇ ଚୈତନ୍ୟଙ୍କର ଯୋଉ କୀର୍ତ୍ତନୀୟ ମାନେ ପ୍ରତିଭା, ଠାକୁର ଏତେ ସୁନ୍ଦର ଭାବରେ କୀର୍ତ୍ତନ କରୁଥିଲେ, ଶହ ହଜାର ହଜାର ଲୋକ ମାତି ଉଠୁଥିଲେ ସେଇ କୀର୍ତ୍ତନରେ। ଠାକୁର ହାତ ଟେକି, ଦୁଇ ହାତ ଟେକି ଏବଂ ଅତି ଆନନ୍ଦରେ କୀର୍ତ୍ତନ କରୁଥିଲେ, ଭୁଲି ଯାଉଥିଲେ ନିଜକୁ, ଏବଂ ସେଇ କୀର୍ତ୍ତନର ତାଳେ ତାଳେ ସେ ଭାବ ସମାଧି ହେଇଯାଉଥିଲା ତାଙ୍କର। କାରଣ ସେଇ କୀର୍ତ୍ତନ ଭିତରେ ସେ ନିଜର ଅସ୍ତିତ୍ୱକୁ ଭୁଲି ଯାଉଥିଲେ, ଏବଂ ସମସ୍ତଙ୍କୁ ଆନନ୍ଦରେ ତ୍ୱରିତ କରି ରଖିବା ପାଇଁ ଠାକୁରଙ୍କର ଏଇ ବ୍ୟବସ୍ଥା ଥିଲା। ଏବଂ ଏଇଠି ମନେ ପଡେ ଠାକୁର ଯାହା କହୁଥିଲେ, ଠାକୁର କହୁଥିଲେ ଦ ସାଉଣ୍ଡ, ଏଇ ଶବ୍ଦର କଥା। ଏଇ ଶବ୍ଦ, ଏଇ ଆଦି ଶବ୍ଦ, ଯୋଉ ଶବ୍ଦରୁ ଏ ସବୁ କିଛି ସୃଷ୍ଟି। ଠାକୁର କହୁଛନ୍ତି, ଠାକୁର ଭାବାଣୀରେ ମଧ୍ୟ କହି ଉଠିଛନ୍ତି ଯେ ଜେସସ୍ ଖ୍ରୀଷ୍ଟ, ଆମେ ହିଁ ଜେସସ୍ ବୋଲି କହିଛନ୍ତି। ଏବଂ ଠାକୁର ସେଦିନ ଚେୟାର ବନେଇବା ପାଇଁ ଜଣକୁ ଦେଇଛନ୍ତି, ସେତେବେଳେ ଚେୟାର ବନେଇବାଟା ଟିକେ ଭୁଲ କରିଦେଇଛି। ଠାକୁର ହଠାତ୍ କିନା କହୁଛନ୍ତି, ତୁ ଜାଣୁନା ମୁଁ କେଡେ ବଡ କାର୍ପେଣ୍ଟର। ବାସ୍ତବିକ ଠାକୁର କେବେ କାର୍ପେଣ୍ଟିଂ କରୁଥିଲେ? କିନ୍ତୁ ଏ ଥିଲା ଠାକୁରଙ୍କର ସେଇ ଅଭିବ୍ୟକ୍ତି। କାରଣ ଠାକୁର ଜେସସ୍ ଖ୍ରୀଷ୍ଟଙ୍କ ସେ ଅବତାର ଦିନେ ଥିଲେ। ତେଣୁ ଠାକୁର ଆଜି ସେଥିପାଇଁ କହି ଉଠୁଥିଲେ ଯେ ତୁ ଜାଣୁନା ମୁଁ କେଡେ ବଡ କାର୍ପେଣ୍ଟର। ଏବଂ ଏଇ ଯୋଉ ଠାକୁରଙ୍କର ଏଇ ଯୋଉ ମାନେ ଆ, ଯୋଉ ଇଂଲିଶର ଯୋଉ ବାଣୀ ଦେଇଥିଲେ, ଏଇ ଇଂଲିଶର ବାଣୀକୁ ବୁଝିବା ମଧ୍ୟ କଷ୍ଟ ହୁଏ। କାରଣ ଠାକୁରଙ୍କର ସେଇ ଇଂଲିଶର ବାଣୀ ଯଦି ଆମେ ଦେଖୁ, ପାଲେଷ୍ଟାଇନ ଯୋଉଠି ଜେସସ୍ ଖ୍ରୀଷ୍ଟଙ୍କ ଜନ୍ମ, ସେଠାର ଲୋକାଲ ଲାଙ୍ଗୁଏଜ ଗୁଡାକ ତା ଭିତରେ ଅନେକ ଭାବରେ ଥିଲା। ଏବଂ ଠାକୁର ସେଥିପାଇଁ କହୁଥିଲେ, ସେଦିନ ଆମେରିକାନ ଭକ୍ତ ଠାକୁରଙ୍କ ପାଖକୁ ଆସିଥିଲେ। ଠାକୁରଙ୍କୁ ଯେତେବେଳେ ଦୂରରୁ ଦେଖିଲେ, ଅପରାହ୍ନ ସମୟ, ସନ୍ଧ୍ୟା ସମୟ, ସୂର୍ଯ୍ୟ ମାନେ ବିଦାୟ ନେବାର ସମୟ, ଗୋଧୂଳି ଲଗ୍ନ, ଏବଂ ମେଣ୍ଢା ମାନେ ଚଳୁଛନ୍ତି, ଠାକୁର ସେଠି ଛିଡା ହେଇଛନ୍ତି। ସେ ଦୂରରୁ ଦେଖିକି ଆଶ୍ଚର୍ଯ୍ୟ ହଉଛନ୍ତି ଏବଂ ପାଖକୁ ଆସି କହୁଛନ୍ତି, ଠାକୁର ମୁଁ ବୁଝିଗଲି ଆପଣ ହଉଛନ୍ତି ଜେସସ୍ ଖ୍ରୀଷ୍ଟଙ୍କର ଅବତାର, କିନ୍ତୁ ମୁଁ ବୁଝିପାରୁନି ଯେ ଆପଣ ପୁଣି ଥରେ କାହିଁ ଅବତୀର୍ଣ୍ଣ କରିଛନ୍ତି। ଠାକୁର ତାର ଉତ୍ତର ଦେବା ପାଇଁ ଠାକୁର ଶୀତୁଆ ସନ୍ଧ୍ୟାରେ ପଦ୍ମା ନଦୀକୁ ଡେଇଁ ପଡିଛନ୍ତି ଏବଂ କମ୍ପିତ ଥରୁଛନ୍ତି। ଠାକୁର କହୁଛନ୍ତି, ମୁଁ ଯେତେବେଳେ ଗୋଟେ କମ୍ବଳ ଆଣିକି ନଫର ଘୋଷଦା ଘୋଡେଇ ଦେଇଛନ୍ତି, ସେତେବେଳେ ଠାକୁର କହୁଛନ୍ତି, ମୁଁ ଏଇଥିଲାଗି ଆବିର୍ଭାବ ହେଇଛି। ତାମାନେ ଏଇ ଯୋଉ କମ୍ପନ, ମଣିଷ ହୃଦୟରେ ଆଜି ଅନେକ ଦୁଃଖ ଯାନ୍ତ୍ରଣାର କମ୍ପନ, ସେଇ କମ୍ପନକୁ ସ୍ତମିତ କରିବା ପାଇଁ ଠାକୁରଙ୍କର ଆବିର୍ଭାବ। ଠାକୁର ପୁଣି କହୁଥିଲେ ଯେ ମକ୍କାରୁ ମଦିନା ପର୍ଯ୍ୟନ୍ତ ଖାଲି ପାଦରେ ମୁଁ ଚାଲି ଚାଲି ଯାଇଥିଲି। ଠାକୁର କେବେ ଚାଲି ଚାଲି ଯାଇଥିଲେ? ଠାକୁର କହୁଛନ୍ତି, ମକ୍କାରୁ ମଦିନା ପର୍ଯ୍ୟନ୍ତ ଖାଲି ପାଦରେ ମୁଁ ଚାଲି ଚାଲି ଯାଇଥିଲି। ଏବଂ ଠାକୁର ତାକୁ ବର୍ଦା, ସେ ମାନେ ଯିଏ ପାଖରେ ଥିଲେ ତାଙ୍କୁ କହୁଛନ୍ତି ଅଣ୍ଡରଲାଇନ କରି ଲେଖ। କାରଣ ଠାକୁର ସେଇ ଅବତାର ଦେଇକି, ସବୁ କିଛି ଅବତାର ଦେଇକି ଠାକୁର ଆସିଛନ୍ତି। ଏବଂ ଠାକୁର ଜ୍ୟୋତି ଆଶ୍ରମରେ କହୁଥିଲେ, ମାନେ କହୁଥିଲେ, ଆଉ ମହାଭାରତ ଯୁଦ୍ଧ ହବାକୁ ମୁଁ ଦେବି ନାହିଁ। ଠାକୁର କହୁଥିଲେ ଯେ ଆଉ ମହାଭାରତ ଯୁଦ୍ଧ ହବାକୁ ଦେବି ନାହିଁ। এই ମହାଭାରତ ଯୁଦ୍ଧର ବିଭୀଷିକା, ଯୋଉ କରାଳ ରୂପ, ତାହାର ଯୋଉ କର୍ମଫଳ, ତାକୁ ଆଜି ମଧ୍ୟ ମତେ ଭୋଗିବାକୁ ପଡେ। ଇଏ ହଉଛି ତାର ଠାକୁରଙ୍କର ଉକ୍ତି।
କାରଣ ମହାଭାରତ ଯୁଦ୍ଧକୁ ଯଦି ଆମେ ବିଶ୍ଳେଷଣ କରୁ, ଏଇ ମହାଭାରତ ଯୁଦ୍ଧରେ 17 କୋଟି ମଣିଷ ଥିଲେ ସେଦିନ ପୃଥିବୀରେ। ତା ଦେହରୁ 7 କୋଟି ମଣିଷ ଏଇ ଆର୍ଯ୍ୟ ଭାରତରେ ମାନେ ବସବାସ କରୁଥିଲେ। ଏବଂ ଏଇ 7 କୋଟି ମଣିଷ ଭିତରୁ 25 ଲକ୍ଷ ଲୋକଙ୍କର ମୃତ୍ୟୁ ହେଇଥିଲା ମହାଭାରତ ଯୁଦ୍ଧରେ। ଏଇ ଯେତେବେଳେ 25 ଲକ୍ଷ ଲୋକଙ୍କର ମୃତ୍ୟୁ ହେଇଥିଲା, ସେମାନେ କୋଉମାନେ ମରିଥିଲେ? ସବୁମାନେ ଥିଲେ ଯୁବକ। ଏଇ ଯୁବକ ମାନଙ୍କର ଯେତେବେଳେ ମୃତ୍ୟୁ ହେଇଗଲା, ଏଇ 25 ଲକ୍ଷ ନାରୀ ଅବିବାହିତ ରହିଗଲେ, ଆଉ ଯୋଉମାନେ ବିବାହ କରିଥିଲେ ସେମାନେ ବିଧବା ହେଇଗଲେ। ସେଇଠି ସୃଷ୍ଟି ହେଇଥିଲା ପ୍ରତିଲୋମର କଥା, ସେଇଠୁ ସୃଷ୍ଟି ହେଇଥିଲା ପ୍ରତିଲୋମର ଗାଥା। ସେଇ ପ୍ରତିଲୋମର ଗାଥା ହିଁ ଭାରତର ସନାତନ ଧର୍ମର ସଂସ୍କୃତିକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା। ଯାହା ଯୋଉ ବିଜ୍ଞାନର ଉଦ୍ଭାବନ, ଯୋଉ ବିଜ୍ଞାନର ପ୍ରଗତି ଥିଲା ଦ୍ୱାପର ଯୁଗରେ, ତା ଧୀରେ ଧୀରେ ନଷ୍ଟଭ୍ରଷ୍ଟ ହେଇ ଆଜି ଯୋଉ ଅବସ୍ଥାରେ ଆମେ ପହଞ୍ଚିଛୁ, ସେ ଅବସ୍ଥା ଆଜି ମାନେ ଅବତୀର୍ଣ୍ଣ ହେଇଛି। ଆମେ ଆଜି ଟେଷ୍ଟ ଟ୍ୟୁବ ବେବି ପାଇଁ ଅତି ମାନେ ନିଜକୁ ଗର୍ବ ଅନୁଭବ କରୁଛୁ। ମଣିଷକୁ, ସନ୍ତାନଟାକୁ ଆମେ ଟେଷ୍ଟ ଟ୍ୟୁବରେ ତିଆରି କରିଦେଇ ପାରୁଛୁ। କିନ୍ତୁ ଦ୍ୱାପର ଯୁଗକୁ ଯଦି ଆମେ ଫେରିଯାଉ, ଦ୍ରୋଣାଚାର୍ଯ୍ୟଙ୍କର ଜନ୍ମ ମଧ୍ୟ ଟେଷ୍ଟ ଟ୍ୟୁବ ବେବିରେ। ଦ୍ରୋଣ ବୋଲି ଗୋଟେ ପାତ୍ରରୁ ଜନ୍ମ ହେଇଥିଲେ ବି ତାଙ୍କ ନାଁ ଦ୍ରୋଣାଚାର୍ଯ୍ୟ ଥିଲା। ବ୍ୟାସଦେବ ବ୍ୟାସଦେବ ହିଁ 100 ଯୋଉ କୌରବଙ୍କର 100 ସନ୍ତାନ ଜନ୍ମ ନେଇଥିଲେ, ତାହା ମଧ୍ୟ ଏକ ବ୍ୟାସଦେବଙ୍କର ସଂରଚନା ଥିଲା। ଏବଂ ବ୍ୟାସ ହଉଛନ୍ତି ଯେ କି ପରାଶର ଆଉ ଇନ୍ଦ୍ରାବତୀଙ୍କର ଏ, 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 ଇନ୍ଦ୍ରାବତୀଙ୍କର ସନ୍ତାନ ଥିଲେ। ପରାଶର ଋଷି ଯିଏ ସପ୍ତର୍ଷି ଋଷିଙ୍କର ସନ୍ତାନ ଥିଲେ, ସିଏ ଏକ ଦିବ୍ୟ ସନ୍ତାନ ଥିଲେ। ଏବଂ ଯିଏ ହିଁ ଏଇ ଭଗବତ ଗୀତା ଯୋଉ 18ଟା ଅଧ୍ୟାୟ ଏବଂ 716ର ଯୋଉ ଭଗବତ ଗୀତା, ସେ ଭଗବତ ଗୀତାକୁ ଯୋଉ 5 ଜଣ ଶୁଣିଥିଲେ, ମାନେ ସେଇ ସମୟରେ ଏ ସମୟ ସ୍ଥିର ହେଇଯାଇଥିଲା। ସେଇଭଳି ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ଗୀତା କଥା ପରମୁହୂର୍ତ୍ତରେ ପଚରା ହେଇଥିଲା, ସେ କହିପାରୁନଥିଲେ। ଠାକୁରଙ୍କୁ ମଧ୍ୟ ସେଇ ଭାବବାଣୀର କଥା ଯେତେବେଳେ ପରମୁହୂର୍ତ୍ତରେ ପଚରାଯାଏ, ଠାକୁର ତା ଭିତରେ କହିପାରନ୍ତି। ଯେମିତି ମାନେ ବାଦଲ ଭଳି ଦେଖାଯାଏ, ମେଘୁଆ ମେଘୁଆ ଭଳି ଦେଖାଯାଏ ତାଙ୍କ ଆଖିରେ। ଏବଂ ଇଏ ହିଁ ଅବସ୍ଥା ଥିଲା। ଏଇ ଯୋଉ ଭଗବତ ଗୀତାରେ ଶ୍ରୀକୃଷ୍ଣ ଯୋଉ କଥା କହିଥିଲେ, ଶ୍ରୀକୃଷ୍ଣଙ୍କର ସେ ଯୋଉ କଥାକୁ ଅର୍ଜୁନ ଶୁଣିଥିଲେ, ଧୃତରାଷ୍ଟ୍ର ଶୁଣିଥିଲେ, ସଞ୍ଜୟ ଶୁଣିଥିଲେ ଏବଂ ବ୍ୟାସଦେବ ତାଙ୍କର ଆଜ୍ଞା ଚକ୍ରୁରେ, ତାଙ୍କ ଜ୍ଞାନ ଚକ୍ରୁରେ ସେ ଶୁଣିଥିଲେ ଏବଂ ହନୁମାନ ମଧ୍ୟ ଶୁଣିଥିଲେ। ଏମିତି କରିକି 5 ଜଣ ଲୋକ ଏ ଗୀତାକୁ ଶୁଣିଥିଲେ। କିନ୍ତୁ ଜୀବନରେ ମାନେ ଧୃତରାଷ୍ଟ୍ର ଶୁଣିକି କ୍ରୋଧ କରିଥିଲେ, କିନ୍ତୁ ଅର୍ଜୁନ ତାକୁ ଜୀବନରେ ଲିଭେଇଥିଲେ। ଆମେ ମଧ୍ୟ ଏଇ 5 ପ୍ରକାରର ମଣିଷ ଅଛନ୍ତି ପୃଥିବୀରେ। ଏବଂ ବ୍ୟାସଦେବ ତାକୁ ଲିପିବଦ୍ଧ କରିଥିଲେ। ଯୋଉ ଗଣେଶଙ୍କର ଯୋଉ ଭାଙ୍ଗି ଯାଇଥିଲା ଦାନ୍ତ, ସେ ଦାନ୍ତ ଦେହରେ ଲେଖିଥିଲେ ଭଗବତ ଗୀତା। ଏଇ ଯୋଉ ଗୀତା, ତାହା ହିଁ ରଚନା ହେଇଥିଲା। ଏବଂ ଏଇଥିରେ ଶ୍ରୀ ଅର୍ଜୁନକୁ ଯୋଉ ମାନେ ଯୋଉ ବିଶ୍ୱରୂପ ଦର୍ଶନ କରିଥିଲେ, ସାରା ବିଶ୍ୱ ଦୁନିଆରେ ସେ ଆଚ୍ଛାଦିତ ହେଇକି ଥିବାର ଯୋଉ କଥା ସେ ଦର୍ଶନ କରିଥିଲେ ଅର୍ଜୁନ, ଠାକୁରଙ୍କ ଜୀବନ ଭିତରେ ମଧ୍ୟ ଏଇ ଯୋଉ ୟୁନିଭର୍ସାଲ କନସିୟସନେସ, ବିଶ୍ୱ ଚେତନା ଥିଲା। ସେଥିପାଇଁ ଜଣେ ଆଡଭୋକେଟ କହୁଥିଲେ ଯେ ଠାକୁରଙ୍କର ସ୍ଥୂଳ ରୂପ ଆଉ ଗୋଟେ ସୂକ୍ଷ୍ମ ରୂପ ଅଛି। ଏ ସ୍ଥୂଳ ରୂପରେ ଠାକୁର ଖାଉଛନ୍ତି, ପିଉଛନ୍ତି, ବସୁଛନ୍ତି, କିନ୍ତୁ ସୂକ୍ଷ୍ମ ରୂପରେ ସାରା ବିଶ୍ୱ ଦୁନିଆକୁ ଆଚ୍ଛାଦିତ କରିକି ରଖିଛନ୍ତି। ଏ ବିଶ୍ୱ ଦୁନିଆର ପ୍ରତ୍ୟେକ ଜୀବ ସତ୍ତାର ଆତ୍ମିକ ଚେତନା ଠାକୁରଙ୍କ ଭିତରେ ଥିଲା। କସ୍ମିକ କନସିୟସନେସ ଠାକୁରଙ୍କ ଭିତରେ ଥିଲା। ସେଥିପାଇଁ କସ୍ମିକ କ୍ରାଡେଲ ପୁସ୍ତକରେ ଲେଖା ଥିଲା। ଏଲିଜାବେଥ କାର୍ମେନ ଏବଂ ଜେ କାର୍ମେନଙ୍କ ପୁସ୍ତକରେ ଲେଖିଥିଲେ ଠାକୁରଙ୍କ ବିଷୟରେ। ଶ୍ରୀ ଠାକୁର ହଉଛନ୍ତି ହି ଦ କ୍ରିଏଟର ଆଣ୍ଡ ଅବଜର୍ଭର ଅଫ ଦିସ୍ ୟୁନିଭର୍ସ, ଆଣ୍ଡ ହି କ୍ୟାନ୍ ସି ଦ ଆଟମ ଆଣ୍ଡ ହାଇପର ଆଟମ, and he the super consciousness, and he the cosmic full of cosmic consciousness। ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ରବିଦା ଜୟଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ ଦାଦା, ଜୟ ଗୁରୁ। ଆଜି ଯାହା ହଉ ଠାକୁରଙ୍କର 128ତମ ପୂର୍ଣ୍ଣ ଆବିର୍ଭାବ ଦିବସ ମହୋତ୍ସବରେ ସୁନ୍ଦର ଭାବରେ ଷ୍ଟାଫ ଆପଣ ବିଭିନ୍ନ ଦେଇକି ବହୁତ ସୁନ୍ଦର ଲାଗୁଥିଲା। ଏଇଭଳି ଭାବରେ